ପାଖରେ ଗୁଗୁର ସେଠି ଶିଳ ପୂଜା କରିକିରି ଗୁଗୁ ଆସିଲା ମୁଣ୍ଡିଆ ମାରିବା ପାଇଁ। ଆଉ ଭୋଗ ନେଇକି ତା ମାମା ଗୋଡ଼ରେ ଜାଣିପାରୁନି ନା, ଭୋଗ ନେଇକି ତା ମାମା ଗୋଡ଼ରେ ଇଏ କରିବ। ଏ ମାମା ଦେଖନ୍ତୁ ଏମିତି ଭୋଗ ନେଇକି ମାମା ଗୋଡ଼ ଲଗା ହେଉଛି। ଏଠି ଆସିଲା ଜେଜେଙ୍କୁ ମୁଣ୍ଡିଆ ମାରିବା ପାଇଁ। ଗୋଟେ ଗୋଡ଼ରେ ମୁଣ୍ଡିଆ ମାରିଲେ ହେବନି, ଆଉ ଗୋଟେ ଗୋଡ଼ ବି ମୁଣ୍ଡିଆ ମାରିବା ଜରୁରୀ। ଜେଜେଙ୍କର ଦୁଇଟା ଗୋଡ଼ରେ ମୁଣ୍ଡିଆ ମାରିକି ଫୁଲେଇ ହସିକିରି ଫୁଲେଇ ଆସିଲା। ତାପରେ ମାଆଙ୍କୁ ଜେଜେମାଆଙ୍କୁ ମୁଣ୍ଡିଆ ମାରିବା ପାଇଁ। ଜେଜେମାଆଙ୍କୁ ପଛୁଆ ମୁଣ୍ଡିଆ ମାରେ, ଆଗରେ ନୁହଁ, ତାକୁ ଲାଜ ଲାଗୁଛି ନା, ସମସ୍ତେ ଅଛନ୍ତି ତ ଆଗପଟେ ହେଇପାରିବନି, ପଛପଟେ। ମାଆ କହୁଛନ୍ତି ମୁଁ ଗେଲୁ, ମାଆ କହିକି ମାଆ ଗେଲୁ କହିକି ଟିକେ ଗେଲ କରିଦେଲେ। ତାପରେ ଆସିଲା ମାମା ପାଳି। ତାପରେ ଆମେ ଏଠି ବାହାରିଲୁ ମନ୍ଦିର ଯିବା ପାଇଁ। ଯିବା ଗୁଗୁନାରେ ଟିକେ ପୂଜା କରିଦେଇକି ଆସିବା। ଆସିକି ପାଇଗଲୁ ମନ୍ଦିରରେ, ଭାଇନା ନାହାନ୍ତି। ଗୁଗୁ ନିଜେ ନିଜେ ଆସିକି ତାର ସେ ମୁଣ୍ଡିଆ ମାରିକିରି ତାର ତା କାମ ନିଜେ ନିଜେ ଆଗୁଆ ଛାଡ଼ିଦେଇ ସବୁ। ଭାଇନା ନାହାନ୍ତି ନା, କବାଟ ବନ୍ଦ ଅଛି। ଦେଖନ୍ତୁ ସେ କେମିତି ତାର ସେ ମନକୁ ଏମିତି ମୁଣ୍ଡିଆ ମାରୁଛି, କେମିତି ନନ୍ଦିକି ଦେଖନ୍ତୁ ତାର ସେ ନିଜେ ନିଜେ କେମିତି ଠାକୁରଙ୍କୁ ଗେଲ କରିଦେଉଛି, ମୁଣ୍ଡିଆ ମାରିଦେଉଛି। ତା କାମ ସେ ନିଜେ ନିଜେ। ମାମା ତମେ ଆସ ଖାଲି ପଛରେ, ତୁ ଆସେ ପଛରେ, ଆଉ ମୁଣ୍ଡିଆ ମାରିବି, ତୁ ମୋ ପଛେ ପଛେ ଆସେ। କବାଟ ବନ୍ଦ ହେଇଛି, ସେଇଥିରେ ବି ସେ ଠାକୁରଙ୍କୁ ମୁଣ୍ଡିଆ ମାରୁଛି। ଆଉ ଏଠି ସେ କବାଟ ଅଛନ୍ତି ଆମ ଗାଁରେ 3 ଠାକୁର। ଏଠି ବନ୍ଦ ଥିଲା କବାଟ, ତାର ସେ କବାଟ ଖୋଲିକି ଏଠି ତାର ସେ ମୁଣ୍ଡିଆ ମାରୁଛି। ଆଉ କି ପୋଜରେ ସେ ଫଟୋ ଉଠେଇଛି ଦେଖନ୍ତୁ, ଠାକୁରଙ୍କୁ ମୁଣ୍ଡିଆ ମାରୁଛି ଏଠି ଦେଖନ୍ତୁ। ଏ କବାଟ ବି ଠାକୁରଙ୍କର ହନୁମାନଙ୍କର କବାଟ ଖୋଲିଛି। କେଉଁ ପଟେ ମୁଣ୍ଡିଆ ମାରୁଛି ଦେଖନ୍ତୁ। ମୁଁ କହିବାରେ ଯାଇକି ସେପଟକୁ ବୁଲିଲା କି ହଁ ମୁଁ ସେପଟକୁ ମୁଣ୍ଡିଆ ମାରିବି। ଆସିଲା ଭାରି କବାଟ ବନ୍ଦ କରିଦେବ। ଜାଣିଛି କବାଟ ବନ୍ଦ ଥିଲା ଆମେ ଆସିଲା ବେଳକୁ, ଆଉ ଭାଇନା ନାହାନ୍ତି ଯେହେତୁ କବାଟ ବନ୍ଦ ଅଛି। ମୁଣ୍ଡିଆ ମାରିକି ତାର ସେ କବାଟ ଦେଇଦେଲା। ଫାଇନାଲି ଭାଇନା ଆସିଲେ ମନ୍ଦିରକୁ, ତୁଳସୀ ନାରୀ ପୂଜା ହେବ। ସେତିକି ତା ଗାନ୍ଧୀ ଦାଦା ଆସିକି ପହଞ୍ଚିଲେ। ଆଉ ଗାନ୍ଧୀ ଦାଦା ତାକୁ ନେଇକି ତା ନାରା ଟିକେ ପୂଜା କରିଦେଲେ। ଗାନ୍ଧୀ ଦାଦାର ଡୁଗୁର 2 ଜଣ ପୂଜା କରିକି ଆସିଲେ ଆମେ ଘରକୁ। ଏବେ ରାତି ପାଇଁ ଆସିଗଲା ରୋଷେଇ। ମାଛ 20 ଜଣଙ୍କ ପାଇଁ ମାଛ ରନ୍ଧା ହେବ। ବାବା କହୁଥିଲେ ଚିକେନ୍ ଆଣିଦେ, ମୁଁ ନାହିଁ କଲି। ମୁଁ ନାଇଁ ନାଇଁ, ଜନ୍ମଦିନରେ ଚିକେନ୍ ଜମା ଅଛନ୍ତି। ତା ପାପା ବି ନାହିଁ କହୁଛନ୍ତି ଚିକେନ୍ ଆଣିବିନି, ମାଛ ନହେଲେ ଘାଣ୍ଟ କରିଦେବ। ଘାଣ୍ଟ ତ ମୋତେ ଭଲ ନୁହଁ, ସେଥିପାଇଁ ମାଛ ମୋ ପସନ୍ଦରେ ମୁଁ କରିଛି। ମାଛ 4.5 କିଲୋ ମାଛ ଆସିଥିଲା 20 ଜଣଙ୍କ ପାଇଁ। ମାଛ ପୁରା ଫ୍ରାଏ କରିକି ରନ୍ଧା ହେବ। ସେଇ ସମୟରେ ଆମ ଏପଟେ ରୋଡ଼ରେ ଯିବେ ନା ମାଘ ମେଳା ପାଇଁ ସବୁ ଯାଉଛନ୍ତି ବଳଦ, ଶଗଡ଼, 10-15ଟା ଗାଡ଼ି ଯାଇଥିବ। ତାକୁ ଟିକେ ଦେଖିବା ପାଇଁ ଆସିଲୁ ବୋଲି ମାଛ ଛାଡ଼ିକିରି। ପୁରା ମାଇସିରେ ଫୁଲମାଳ ଲାଇଟ୍ ଫାଇଟ୍ ଲାଗିକି ପୁରା ଯାଉଛନ୍ତି। 15ଟା ପରେ ହେଇଥିବ। ଚାଲ ଯିବା ବି ପୁଣି ରୋଷେଇକି। ମାଛ ଫ୍ରାଏ ହେଇଗଲା। ମାଛ ଫ୍ରାଏ ପରେ ବାବା ଆସିକି ରାନ୍ଧିବେ। ମୁଁ ପିଆଜ ଭାଜି ଦେଇକି ରଖିଦେବି, ବାବା ଆସିଲେ ରାନ୍ଧିବେ। ମୋ କାମ ଏତିକି ଥିଲା, ମୁଁ କରିଦେଲି। ବାବାଙ୍କ ପାଳି ଆସିଲା, ବାବା ରାନ୍ଧିବେ। ଏଠି ସେ ଗୁଗୁ ବି ଟିକେ ଏପଟ ସେପଟ ହେଉଛି, ଟିକେ ମୋତେ ଛାଡ଼ ମୁଁ ରାନ୍ଧିଦେବି, ମୁଁ ଚୁଲି ଜାଳିବି, ମୁଁ ରାନ୍ଧିଦେବି, ଛାଡ଼ିଦିଅ ମୋତେ। ସମସ୍ତଙ୍କୁ ଖାଲି ହଇରାଣ କରୁଛି। ବାବା ଆସିଲେ ରାନ୍ଧିବା ପାଇଁ। ଆଉ ମୋର ଥିଲା ଭଜା। ଆଉ ଗୁଗୁ ଏପଟକୁ ନେଇକି ପଳେଇ ଆସିଲି। ଯେହେତୁ ବାବା ଆସିଲେ ରାନ୍ଧିବା ପାଇଁ, ଗୁଗୁକୁ ନେଇକି ପଳେଇ ଆସିଲି କଟକ। ଏଠି ଦେଖନ୍ତୁ ସେ କେତେ ଫୁଲେଇ ହେଉଛି ବରା ଖାଇକି। ତା ବାପା ନାହିଁ କରୁଛନ୍ତି, ତାକୁ ଆଜି ମାରିବୁନି, ଜନ୍ମଦିନ ଯେମିତି ତାକୁ ମାରିବୁନି। ତାର ସେ ଫୁଲେଇ ହେଉଛି, ଏତେ ଦୁଷ୍ଟ ହେବା କଥା ଆଜି ହେଇଯାଉଛି। ଆଉ ଦେଖନ୍ତୁ କେମିତି ଡେଉଁଛି କେମିତି। ତାପରେ ଚାଲ ଯିବା ଚୁଲି ପାଖକୁ। ବାବା ରାନ୍ଧିକି ପଳେଇଲେଣି। ପାଣି ଦେଇ ଯାଇଛନ୍ତି। ଏଠି ପାଣି ଫୁଟିଗଲାଣି, ମୁଁ ମାଛ ପକାଇଦେବି। ବାବାଙ୍କର ଖାଲି ଥିଲା ରାନ୍ଧିବା ଦାୟିତ୍ୱ, ବାକି ସବୁ କାମ ମୋର ଥିଲା। ଆଉ ଗୁଗୁ ଗୋଟେ ଦେଖନ୍ତୁ ଖାସ ହେଉଛି, ସେଥିରେ ସେ କହୁଛି ମାମା ମୋତେ ଛାଡ଼ିଦିଅ, ମୁଁ ରାନ୍ଧିବି। ହେଇଗଲା, ଫୁଟି ଆସିଲା, ହେଇଗଲା। ମାଛ ଏଥିରେ ଓହ୍ଲେଇବା। ଆଉ ଯିବା, କିଏ କିଏ ସବୁ ଖାଇବେ, କାହା ପାଇଁ ପାର୍ସଲ୍ ଯିବ, ଚାଲ ଯିବା ଦେଖିବା। ମାଛ ତ ପୁରା ହେଇଗଲା, ତାକୁ ନେଇଯିବା ଘରକୁ। ଆଉ ସେପଟେ ଗୁଗୁକୁ ଦେଖନ୍ତୁ କେମିତି ଛକରେ ତା ଜେଜେମାନେ କେତେ ଜଣ ତାକୁ କେମିତି ସଜ କରିକି ଛାଡ଼ିଛନ୍ତି ଦେଖନ୍ତୁ। ବେଲୁନ୍ ଆଉ କୁରକୁରି, ବିସ୍କିଟ୍, ଚକୋଲେଟ୍, ଆଉ କେତେ ଟଙ୍କା ସେଥିରେ ବନ୍ଧା ହେଇଛି, ତାକୁ ଦେଖନ୍ତୁ କେମିତି ସଜ କରିକି ଛାଡ଼ିଛନ୍ତି। ଏଠି ଆମେ ଦେଖିକି ପୁରା ସମସ୍ତେ ହସୁଛୁ ପୁରା। କିନ୍ତୁ ଗୁଗୁକୁ ଦେଖନ୍ତୁ କେମିତି ସେ ହେଇକି ଆସିଛି ଛକରୁ। ଚପଲ ବି କିନ୍ତୁ ଦେଖନ୍ତୁ କେମିତି ପିନ୍ଧା ହେଇଛି ଓଲଟା। ଏଠି ଦେଖନ୍ତୁ ସାଲାଡ଼ ମୁଁ କାଟିକି ରଖିଛି, ସେ କେମିତି ଆସିକି ସବୁ ଘାଣ୍ଟିକିରି ସବୁ ଫୋପଡ଼ା ଫିଙ୍ଗା କରିକିରି କେମିତି ଗଲାଣି। ଆଉ ଏଥିରୁ ମାଛରୁ ବି ପାର୍ସଲ କେତେ ଜଣଙ୍କ ପାଇଁ ଗଲାଣି ହେରି। ଆଉ ଯିବା ଦେଖିବା, ଆମେ ଖାଇବା। ଆଉ ଚାଲ।